ଗଣିତରେ ଖେଳ ସମସ୍ତଙ୍କ ପ୍ରିୟ ହୋଇଥାଏ। ଆଜି ଚତୁର୍ଥ ଶ୍ରେଣୀ ପିଲାମାନଙ୍କୁ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଏବଂ ଏହାର ସ୍ଥାନୀୟମାନ ଅକ୍ଷରରେ ଅଙ୍କରେ କିପରି ଲେଖିବା ଓ ପଢ଼ିବା ତାହା ପାଇଁ ଏକ ସୁନ୍ଦର ଖେଳର ଆୟୋଜନ କରିଥିଲି। ତେବେ ଆସନ୍ତୁ ଦେଖିବା ଖେଳ ମାଧ୍ୟମରେ ଗଣିତ କେତେ ସହଜ ଓ ସରଳ ହୋଇଥାଏ। ଖେଳ ମାଧ୍ୟମରେ ପିଲାମାନେ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଥିବା ଏକକ, ଦଶକ, ଶତକ, ହଜାର ସ୍ଥାନ ଚିହ୍ନଟ କରି ସେଗୁଡ଼ିକୁ ସଜାଇ ଲେଖିବେ। ଏହାଦ୍ୱାରା ଗଣିତ ଶିକ୍ଷା ବହୁତ ଆନନ୍ଦଦାୟୀ ହୋଇଥାଏ। ପିଲାମାନଙ୍କର ପଠନ ଶକ୍ତି, ଲେଖନ ଶକ୍ତି ଏବଂ ଚିନ୍ତନ ଶକ୍ତିର ବିକାଶ ମଧ୍ୟ ହୋଇଥାଏ। ଖେଳ ମାଧ୍ୟମରେ ଗଣିତ ଶିକ୍ଷାଦାନ ଦ୍ୱାରା ପିଲାମାନଙ୍କର ଅଂଶଗ୍ରହଣ ବହୁ ମାତ୍ରାରେ ବଢ଼ିଥାଏ ଏବଂ ସେମାନଙ୍କର ଗଣିତ ଶିକ୍ଷାଦାନ ପ୍ରତି ବହୁତ ଆଗ୍ରହ ହୋଇଥାଏ। ଏହି ବିଷୟରେ ଆଜି ପିଲାମାନେ 4 ଅଙ୍କ ବିଶିଷ୍ଟ ସଂଖ୍ୟା, ଏହାର ସ୍ଥାନୀୟ ମାନ ଏବଂ ଅକ୍ଷରରେ ଓ ଅଙ୍କରେ କିପରି ଲେଖିବା ତାହା ଭଲ ଭାବରେ ବୁଝିଯାଇଥିଲେ। ଯେହେତୁ ଖେଳଟି ପିଲାମାନଙ୍କୁ ଅତି ଭଲ ଲାଗିଥିଲା, ସେମାନେ ଗୋଟିଏ ପରେ ଗୋଟିଏ ପ୍ରତ୍ୟେକ ପିଲା ଆସି ଏହି ଖେଳରେ ଅଂଶଗ୍ରହଣ କରିଥିଲେ। ଗଣିତ ଶିକ୍ଷାଦାନରେ ଖେଳ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ମୋର ଖେଳଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ।